ଆଜି ହେଉଛି ମାର୍ଗଶିର ମାସର ଶେଷ ଗୁରୁବାର, ତା ପୁଣି ପୂର୍ଣ୍ଣିମା। ପୂର୍ବ ରାତି ତାରିଣୀରୁ ଫେରିଲା ପରେ ଉଠିବାକୁ ଜମା ଇଚ୍ଛା ହଉନଥିଲା, କିନ୍ତୁ କଣ କରିବି, ମାଙ୍କର ପୂଜା ପୁଣି ଶେଷ ପାଳି। ସକାଳ 4ଟାରୁ ଉଠିକି ସବୁ କାମ ସାରି ଗାଧେଇ ପାଧେଇ ରେଡି ହେଇଗଲି ପୂଜା କରିବା ପାଇଁ। ପ୍ରଥମେ ଚାଉଳକୁ ବତୁରେଇ ଦେଲି, ତାପରେ ଠାକୁର ଘରକୁ ପୋଛି ଆଣିଲି, ତାପରେ ଝୁଟି ଚିତା ସବୁ ପକେଇଦେଲି। ବାହାରେ ଦାଣ୍ଡରେ ସବୁଠି ଝୁଟି ଚିତା ପକେଇଦେଲି। ଆପଣ ମାନଙ୍କୁ କେମିତି ଲାଗୁଛି ମତେ କମେଣ୍ଟ କରିବେ। ସକାଳ ହେଇଯିବ ବୋଲି ସଙ୍ଗେ ସଙ୍ଗେ ପୂଜା ଆରମ୍ଭ କରିଦେଇଥିଲି। ପ୍ରଥମେ 3 ଧୂପ ଦେଇଥିଲି, ତାପରେ ବାଳ ଭୋଗ ପୁଣା ଧୂପ ଦେଇକି ମାକୁ ସୁମରଣା କରିଥିଲି। ମୁଁ ତ ଏମିତି ପୂଜା କରେ, ଆପଣ ମାନେ କେମିତି କରନ୍ତି ମତେ କମେଣ୍ଟ କରିବେ। ଆପଣ ମାନଙ୍କୁ ଯଦି ଭଲ ଲାଗୁଛି ତାହେଲେ ଲାଇକ୍ କରିବେ, ଆଉ ଯଦି କିଛି ଭୁଲ ରହୁଛି ତାହା ମଧ୍ୟ ମତେ କମେଣ୍ଟ କରିକି ଜଣେଇବେ। ବାହାର ପୂଜା, ତାପରେ ଚଉର ପୂଜା, ତାପରେ ଘର ପୂଜା। ଘର ପୂଜା ମୁଁ ଆପଣମାନଙ୍କ ସହିତ ଆଜି ସେୟାର କରିବି। ଦେଖନ୍ତୁ, ଏଇଠି ପ୍ରଥମେ ଦୀପ ଦେଇଥିଲି, ତାପରେ କିଛି ଫୁଲ, ତାପରେ ମାଙ୍କ ପାଦରେ ସିନ୍ଦୁର, ତାପରେ ପ୍ରସାଦ ଲଗେଇକି ପାଣି ଛଡେଇ ଦେଇଥିଲି। ପରେ ମଙ୍ଗଳ କଳସ ଦୁଆରରେ ବସେଇକି ମାକୁ ସୁମରଣା କରିଥିଲି।